ସାମ୍ବାଦିକଙ୍କ ନାମରେ ହୋଇଥିବା ମିଛ ଅଭିଯୋଗର ଅଡିଓ କରିଛି ଖୁଲାସା। ଆମ ଗାଡିଟାକୁ ଯାଇ କଣ ସେଠି ଯାଇକି ହଇରାଣ କରୁଛି ସେ ଡ୍ରାଇଭିଂ ସ୍କୁଲ ଗାଡି ମୋର ଜାଣିନୁ ଆଉ କଣ କରିବା କହ କିଛି ନା ମୁଁ କଣ ଆରେ ମୁଁ ତତେ ମନା କରିବି ତୁ ଚଲାନା କି ମୁଁ ତାଙ୍କୁ କହିବି ଚଲାନା ସେ ଚଲାଉନାହାନ୍ତି। ଗତ 22 ତାରିଖ ଦିନ କେନ୍ଦ୍ରାପଡ଼ାର ସାମ୍ବାଦିକ ପ୍ରସନ୍ଥଳଙ୍କ ନାମରେ ସଦର ଥାନାରେ ଦାଦାପଟି ମାଗିଥିବା ନେଇ ଏକ ଅଭିଯୋଗ ହୋଇଥିଲା। ସାଇ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ମାଲିକାଣୀ ବୋଲାଉଥିବା ହିରଣ୍ମୟୀ ନାମକ ଏକ ମହିଳା ଏକ ସଙ୍ଗୀନ ଅଭିଯୋଗ ଉଠାଇଥିଲେ। କୁଆଡ଼େ ତାଙ୍କ ଡ୍ରାଇଭିଂ ଟ୍ରେନିଂ ସ୍କୁଲକୁ ଯାଇ ସମ୍ପୃକ୍ତ ସାମ୍ବାଦିକ ପଟି ମାଗିଥିଲେ। ହେଲେ ଘଟଣା କେତେ ସତ କେତେ ମିଛ ତାର ପୁରା ଅନୁସନ୍ଧାନରେ ଲାଗିଥିଲୁ ଆମେ। ଏବେ ସତ ଆସିଛି ସାମ୍ନାକୁ। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ନେଇ ଉଠିଛି ବଡ଼ ପ୍ରଶ୍ନ। ସମ୍ପୃକ୍ତ ମହିଳାଙ୍କୁ କାହିଁକି ଦାଦାବଟି ମାଗିଥିଲେ ସାମ୍ବାଦିକ? କାରଣ ସମ୍ପୃକ୍ତ ମହିଳା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇ ନାହାନ୍ତି କାରଣ। ତେବେ ଦାଦାବଟି ମାଗିବା ଘଟଣା ସତ ନା ମିଛ? ଯଦି ସତ, ସମ୍ପୃକ୍ତ ମହିଳାଙ୍କର ଡ୍ରାଇଭିଂ ସ୍କୁଲରେ ରହିଥିଲା କି କିଛି ତ୍ରୁଟି ନା ଆଉ ଥିଲା କିଛି କାରଣ? ଯାହା ଏବେ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆମ ହାତରେ ଲାଗିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏବେ ବିଭାଗ ଦେଖୁ ସତ କ'ଣ ଆମେ ରଖିଛୁ ସମସ୍ତଙ୍କ ସାମ୍ନାରେ। ସେଦିନ ଘଟଣା ଥିଲା ଏମିତି କିଛି। କେନ୍ଦ୍ରାପଡ଼ା ପରିବହନ ବିଭାଗରେ ଚାଲିଥିଲା ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟିଂ। ତଦାରଖ ଦାୟିତ୍ୱରେ ଥିଲେ ପରିବହନ ବିଭାଗର ଏମ୍ପିଆଇ। ହେଲେ ଗେଟ୍ ସାମ୍ନାରେ ଥିଲେ ସମ୍ପୃକ୍ତ ମହିଳା। ହଠାତ୍ ସାମ୍ବାଦିକମାନେ ପହଞ୍ଚିବା ପରେ ମହିଳା ପଚାରିଥିଲେ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ଅଛି କି? ସାମ୍ବାଦିକ କହିଲେ ହଁ ଆମେ ଲାଇସେନ୍ସ ପାଇଁ ଆସିଛୁ। ସଙ୍ଗେ ସଙ୍ଗେ ସମ୍ପୃକ୍ତ ମହିଳା ଉତ୍ତର ରଖୁଛନ୍ତି ଯେ ମୋ ନାଁ ଯାଇ ଭିତରେ କୁହନ୍ତୁ ସବୁ ପାସ୍ ହୋଇଯିବ। ଏକଥା ଶୁଣି ହଠାତ୍ ସାମ୍ବାଦିକମାନେ ସ୍ତବ୍ଧ ହୋଇଯାଇଥିଲେ। ଗେଟ୍ ଖୋଲି ଭିତରକୁ ଯିବା ପରେ ସାମ୍ନାକୁ ଆସିଥିଲା ଆଉ ଏକ ଦୃଶ୍ୟ। ଏବେ ନଜର ପକାନ୍ତୁ କେଉଁ ଗାଡ଼ିରେ ଚାଲିଛି ପିଲାଙ୍କ ଲାଇସେନ୍ସ ପାଇଁ ଟେଷ୍ଟିଂ। ଖାଲି ସେତିକି ନୁହେଁ, ଏମିତିକି ଟେଷ୍ଟିଂ ଦେଉଥିବା ବେଳେ କିପରି ଗାଡ଼ି ସଙ୍ଗେ ସଙ୍ଗେ ବୁଲୁଛନ୍ତି ସମ୍ପୃକ୍ତ ମହିଳା। ଏ ପୁରା ଦୃଶ୍ୟ ଯେତେବେଳେ ସାମ୍ବାଦିକଙ୍କ କ୍ୟାମେରାରେ କଏଦ ହୋଇଗଲା, ହଠାତ୍ ଉତ୍କ୍ଷିପ୍ତ ହୋଇ ଉଠିଲେ ମହିଳା। ସମ୍ପୃକ୍ତ ଏମ୍ଭିଆଇକୁ ଧମକ ଚମକ ଦେଲେ ଏବଂ ସାମ୍ବାଦିକକୁ ଦେଖିନେବାକୁ ନାଲି ଆଖି ଦେଖାଇଲେ। ଗାଡ଼ି ମୋର ଟ୍ରେନିଂ ସ୍କୁଲର ଗାଡ଼ି ଲାଗିଥିଲା, ମୋ ଗାଡ଼ି ବାହାରିଗଲା, କିଛି ଅସୁବିଧା ନାହିଁ। କିନ୍ତୁ ଆଗରୁ ଯୋଉ ଗାଡ଼ିଟା ଲାଗିଥିଲା ପର୍ସନାଲ ଗାଡ଼ି ସେ ଚିକୁଆର ତାର ବି ପଶି ପାରିବନି। ଆଜ୍ଞା ବାହାର ଲୋକ ଯେତେ ଆସୁଛନ୍ତି ଗାଡ଼ି ସେ ଚଲାନ୍ତୁ, କିଛି ଅସୁବିଧା ନାହିଁ ମୋର ଅଭିଯୋଗ। କିନ୍ତୁ ଆଜି ତା ଗାଡ଼ି ଚାଲି ପାରିବନି କାହିଁକିନା ମୁଁ ଆଜ୍ଞା ଏଇ ସାର୍ ଗାଡ଼ି ସେ ପୁରେଇଲାଣି ପୁରେଇଲାଣି ଗାଡ଼ି ଏଇଟା ସାର୍ ପୁରେଇଲାଣି ବସିଲାଣି ପିଲା ସେ ଟେଷ୍ଟ କରିବନି ସାର୍ ହେଲା। ମୋ ଗାଡ଼ି ନ ପଶିବ ତା ଗାଡ଼ି ପଶିବନି କାହିଁକିନା ତାର ମାସେ 2 ମାସ ଲାଗି। ଏ ଘଟଣା ଥିଲା 22 ତାରିଖ ଦିନର ଦୃଶ୍ୟ। ଏବେ ଶୁଣି ନିଅନ୍ତୁ ସେଦିନ ରାତିରେ ସମ୍ପୃକ୍ତ ଯୁବତୀଙ୍କ ଭାଇ ସାମ୍ବାଦିକଙ୍କ ସହ ଡିଲ୍ କରିବାକୁ କଥା ହେଉଥିଲେ। ଆମ ଗାଡିଟାକୁ ଯାଇ କଣ ସେଠି ଯାଇକି ହଇରାଣ କରୁଛି କାହା ଗାଡି ସେ ଡ୍ରାଇଭିଂ ସ୍କୁଲ ଗାଡି ମୋର ଜାଣିନୁ ସେ ଡ୍ରାଇଭିଂ ସ୍କୁଲ ଗାଡି ଆରଟି ଅଫିସରେ ମୋ ଗାଡି ତୁ ଜାଣିନୁ ଏଇଟା କଣ ହେଇଛି କି? ସେ ମନା କରୁଛୁ ଯାଇକି ଏ ଗାଡି ଚାଲିବନି। କିଏ ମନା କରୁଛି? ତୁ ମନା କରୁଛୁ କୁଆଡେ? କିଏ କହିଲା? ସେଠି ତ ସମସ୍ତେ କହୁଛନ୍ତି। ମୁଁ ଆଜି ଗଲା ବେଳକୁ କଣ କହିଲୁ? କହୁଛନ୍ତି ସେ ମିଡିଆ ବାଲା ଆସି ମନା କରୁଛି। ତୁ ଆମ ନିଜ ପିଲାଟା ଗାଡିର ଯୋଉ ଲାଇସେନ୍ସ ତାଙ୍କର ଦିଆଯାଉଛି ହେଲା, ତାଙ୍କର ଯୋଉ ଟେଷ୍ଟିଂ ଟା ହଉଛି ସେଟା କୋଉ ଗାଡିରେ ହବ? ସେଟା ଏଇ ଯେକୌଣସି ଗାଡିରେ ହବ। ବାସ ତୁ ଅଲଗା ଗୋଟେ ଗାଡି ଦଉନୁ। ମୋର ଗାଡି କଣ ହେଇଛି? ମୋର ତ ବୁଝିପାରୁନି ଜିନିଷଟା। ତାଙ୍କର ଯୋଉ ଗାଇଡ ଲାଇନ ଟା ଟ୍ରେନିଂ ସ୍କୁଲ ଟ୍ରେନିଂ ଗାଡିରେ ଟେଷ୍ଟିଂ ହୁଏ ନା, ବୁଝିପାରିଲୁ?
ଶୁଣୁ ମୋ ସ୍କୁଲରେ ଶିଖିଛନ୍ତି 10ଟା ପିଲା। ନାଇଁ ନାଇଁ ଶିଖିଛନ୍ତି ଯୋଉ ସେ ପିଲାଙ୍କୁ ମନା ହଉଛି ସେ କଥା ନୁହଁ, ବୁଝିପାରିବ ଜିନିଷ। ମୋ କହିବା କଥା ଯୋଉ ଗାଡିରେ ତୋ ପିଲା ଧର ସେଇଥିରେ ଦେଇଦେବେ, ଅଲଗା ପିଲା ସେଇଥିରେ ପୁଣି ଦେବେ ନା ନାଇଁ? ବାସ୍, ତେଣୁ ଟ୍ରେନିଂ ଗାଡିରେ ଟେଷ୍ଟିଂ ହୁଏ ନା। ଯେତିକି ଆମେ ତାଙ୍କୁ ପଚାରିଲୁ ସେ ବୁଝେଇଲେ ଟ୍ରେନିଂ ଗାଡିରେ ଟେଷ୍ଟିଂ ହୁଏ ନା। ଆମେ ତାଙ୍କୁ କହିଲୁ ଯେ ଟ୍ରେନିଂ ଗାଡିରେ ଯଦି ଟେଷ୍ଟିଂ କରୁଛ ତାହେଲେ ସବୁ ପିଲା ପାସ୍ ହେଇଯାଉଛନ୍ତି, ତା ଦେହରେ କିଛି ହେବେନି ନା। ତେଣୁ ଯଦି ଅଲଗା ଗାଡିରେ କରିବେ ତାହେଲେ କଣ ସବୁ ପିଲା ଶିଖେଇ ଦେବେ ଗାଡି? କୋଉଠି? ମୁଁ ବାଲିଚନ୍ଦ୍ରପୁର। ମୁଁ ଶୁଣିଲି ତ ତୋ କଥା। ଆମ ପିଲା ଆମର ନିଜ ପିଲାଟା, ସିଏ ତ ସେ ଭୁଲ ଜିନିଷ କରିବନି। ନା କିଏ କହିଲେ, କିଏ ତତେ? ଆରେ ସେ ମୋ ଭଉଣୀ କହିଲା, ସେ ମୋ ବଡ ଭଉଣୀ ନୁହଁ। କିଏ? ସେଇ ଯୋଉ ଲେଡିଜ ଯିଏ। କିଏ କି? ହଁ ତୁ ମତେ ହିସାବ ଦେଲୁ କା? ସେ ଟାଇଟେଲ କଣ ମୁଁ ପଚାରିନି? ତତେ ଜାଣିନି କି ତାଙ୍କୁ ଯଦିଓ ଜାଣିନି, ତତେ ଜାଣିନି ଯେ ତୁ ମତେ କହିବୁ ମୋ ବଡ ଭଉଣୀ। ତୁ ତୋ ବାପାକୁ ପଚାରିନି, ମୁଁ କିଛି କହିବିନି। ନାଇଁ ସିଏ ଭଲ କଥାବାର୍ତ୍ତା କରିଛନ୍ତି, ନାଇଁ ବୁଝିପାରିଲ? ନାଇଁ ତୋ ବାପାକୁ ପଚାରିନି। ଶୁଣେ, ସିଏ ଭଲ କଥାବାର୍ତ୍ତା କରିଛନ୍ତି ହେଲା। ସିଏ ଯୋଉ ଲାଙ୍ଗୁଏଜ ଗୁଡା ୟୁଜ କରୁଛନ୍ତି ସିଏ ଜାଣିବା ଦରକାର ତାଙ୍କୁ ସମ୍ମାନ ଦେଇକି ତାଙ୍କ ସହିତ ଦୂରେଇକି ରହୁଛୁ ଆମେ। କିନ୍ତୁ ସିଏ କଣ କରୁଛନ୍ତି, ତାଙ୍କ ସହିତ ଏପର୍ଯ୍ୟନ୍ତ ସାମ୍ନା ସାମ୍ନି କଥା ହେଲୁ କି କଥା ହେବାକୁ ଚାହିଁଛୁ? ତାଙ୍କୁ ଆମେ କାହିଁ କହିବୁ? ମତେ ତାଙ୍କୁ ଆମେ କହିପାରିବୁ କାହିଁକି ନା ଯିବୁ କାହିଁ କହିବୁ? ଆମେ ଏଡିଆଇ କତିକି ଗଲୁ, ତମେ ଯାଇକି ସେଠି ଆମକୁ କହିବାର କିଛି ଅଛି ମାନେ? ତମେ ଆମକୁ ଯୋଉ ବ୍ୟବହାର କରୁଛ କଣ ସିଏ? ହଉ ଛାଡେ, କଣ କରିବା କହନି? ଆରେ କିଛି ନାହିଁ, ମୁଁ ତତେ କହିଲି ଗୋଟେ ଜିନିଷ, ଆମେ କଣ ମୁଁ ଏମବିଆଇ କହିଲା ଯାଇକି ଆମେ ବନ୍ଦ କରିଦଉଛୁ ଟେଷ୍ଟିଂ? ଆମେ କହିଲା ମିଡିଆ ବାଲା ମନା କରୁଛନ୍ତି। ମନା କରୁଛନ୍ତି ନୁହଁ, ଏମବିଆଇ కి କୁହାଗଲା ତମର ଟେଷ୍ଟିଂ ର ନିୟମ କଣ? ତମର ଟେଷ୍ଟିଂ ରେ ଯୋଉ ପେପର ନେଇକି ଆଉଛନ୍ତି ତା ଦେହରେ ନାଁ କାହିଁ ଲେଖା ହଉଛି? ସେଇଟା ଯୋଉ ନାଁ ଲେଖୁଛନ୍ତି ସେଟା ହଉଛି ଭୁଲ। ସେଇ ଜିନିଷଟା କୁହାଗଲା ନା କାହିଁକି ଲେଖା ଯାଉଛି ଟେଷ୍ଟିଂ ଟା? ସେ ସେଠୁ ମତେ ଦେଖେଇଲେ, ସେ କହିଲେ ଆମର ରୁଲ ରେଗୁଲେସନ ହଉଛି ଆମର ଏଠି ସେ ନାଁ ଫାଁ ଲେଖା ହୁଏ ନା, ଯେ କିଏ ଲେଖୁଛି ଆମେ ଜାଣିନୁ। ତାପରେ ଗାଡି କଥା ଦେଖେଇଲେ, ତା ମାନେ ନୁହେଁ ଯେ ଫୋର ହ୍ୱିଲର ଗାଡି ଦବ ଟେଷ୍ଟିଂ ସେଟା ଘରୁ ନେଇକି ଆସିବ, ସେ କଥା ନୁହେଁ। ସେଟା ତାଙ୍କର ଅଫିସିଆଲି ସେମାନେ ରଖିବା କଥା ହେଲା। ଯଦି ସେ ରଖିନାହାନ୍ତି, ଯଦି ସେ ଲଗଉଛି ତାହେଲେ ଲଗେଇ ପାରିବ, କିନ୍ତୁ ଟ୍ରେନିଂ ଗାଡି ଟେଷ୍ଟିଂ ରେ ଲାଗିବନି। ଯଦି ଲାଗୁଛି ତୁ ଆଉ ଗୋଟେ ଗାଡି ଦଉନୁ, କିଏ ତତେ ମନା କରୁଛୁ? ଆଉ ଗୋଟେ ଗାଡି କୋଉଠି ବୁଝିକି ଲଗଉନୁ। ହେଲେ ସାମ୍ବାଦିକ ସିଧା ସିଧା ଶୁଣାଇଥିଲେ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ଗାଡ଼ି କିପରି ଟେଷ୍ଟିଂରେ ଲାଗିବ। ଅନୁଭୋଗ୍ୟଙ୍କୁ ଯଦି ସ୍ୱୀକୃତି ମିଳିବ ତେବେ ଦୁର୍ଘଟଣାର ହାର ବଢ଼ିବ। ସବୁ ପରେ ଯୁବତୀଙ୍କ ଭାଇ ବାରମ୍ବାର ସେହି ପ୍ରଶ୍ନ କରୁଛନ୍ତି, ଆମ ଡ୍ରାଇଭିଂ ସ୍କୁଲ ଗାଡ଼ି ପରିବହନ କାର୍ଯ୍ୟାଳୟରେ ଟେଷ୍ଟିଂରେ ଲାଗିବ କି ନାହିଁ। ଏପଟେ ସାମ୍ବାଦିକଙ୍କ ଉତ୍ତର, ଟେଷ୍ଟିଂରେ ଟ୍ରେନିଂ ସ୍କୁଲର ଗାଡ଼ି ଲାଗିବା ସମ୍ପୂର୍ଣ୍ଣ ଭୁଲ, ଏକଥାକୁ ଆମେ ପ୍ରଶ୍ରୟ ଦେବୁନୁ। ବସନ୍ତ କୁମାର ସେନାପତି, ଏମଭିଆଇ କେନ୍ଦ୍ରାପଡ଼ା। ଶୁଣ, ପ୍ରଥମେ ସ୍ଲଟ୍ ଜେନେରେସନ୍ ହେଉଛି ଅନଲାଇନ୍ରେ। ଯେଉଁ ଆପ୍ଲିକାଣ୍ଟ ସେମାନେ ଯେଉଁ ସ୍ଲଟ୍ଟା ଆପ୍ଲାଏ କରୁଛନ୍ତି, ସ୍ଲଟ୍ଟା ମିଳୁଛି ତାଙ୍କୁ। ସ୍ଲଟ୍ ଗଲା ପରେ ସେ ଅଫିସରେ ଫଟୋ ଉଠାଉଛନ୍ତି, ସେଇ ସ୍ଲଟ୍ ଅନୁଯାୟୀ ଫଟୋ ଉଠାଉଛନ୍ତି। ଆଜି ଡେଟ୍ରେ ତାଙ୍କର ଆପଏଣ୍ଟମେଣ୍ଟ ଅଛି, ତେଣୁ ସେମାନେ ଫଟୋ ଉଠାଇଲା ପରେ ଏଠିକି ଚାଲି ଆସୁଛନ୍ତି ଟେଷ୍ଟିଂ ଦେବା ପାଇଁ। ଟେଷ୍ଟିଂ ଦେଲା ପରେ ଏଠି ତାଙ୍କର ସ୍ଲଟ୍ ଅନୁସାରେ ଆମେ ତାଙ୍କର ନେଉଛୁ, ଆଟେଣ୍ଡାନ୍ସଟା ନେଉଛୁ। କେଉଁ ଗାଡ଼ିଟା ଚଲେଇବେ, ଯେହେତୁ ସରକାରୀ ଗାଡ଼ି ପ୍ରୋଭାଇଡ଼ କରାହେଇନି ତ ସେମାନେ ନିଜସ୍ୱ ଗାଡ଼ିରେ ହିଁ ଟେଷ୍ଟ ଦେବେ। ତାଙ୍କୁ ଦିଆହେଇଯାଇଛି, ସ୍ଲଟ୍ରେ ଇନଷ୍ଟ୍ରକ୍ସନ୍ ଦିଆହେଇଛି, ନାଇଁ ଆପଣ ଆପଣଙ୍କ ନିଜ ଗାଡ଼ି ବ୍ୟବହାର କରିକି ଟେଷ୍ଟିଂଟା ଦିଅନ୍ତୁ। ଦଲାଲ ମୁକ୍ତ ଶୁଣନ୍ତୁ, ଆମର ସିମ୍ପଲ୍ କଥା ହେଉଛି, ଆମ ପାଖକୁ ଆସୁଛନ୍ତି ଆପ୍ଲିକାଣ୍ଟ। ଆପଣ ଏଠି ଦେଖୁଛନ୍ତି କିଏ ଦଲାଲ ଇଣ୍ଟରଫିୟର କରୁଛି? ଆପ୍ଲିକାଣ୍ଟ ଆସିଲେ ସେଠି ଟେଷ୍ଟ ଦେଲେ, ଅନଲାଇନ୍ରେ ସେମାନେ ପୁଣି ଆଣିଲେ, ଅନଲାଇନ୍ରେ ସେମାନେ ପଇସା ଡିପୋଜିଟ୍ କଲେ। ଯଦି କିଏ କରିପାରୁନାହାନ୍ତି, ଗାଁ ଗହଳିର ଲୋକ ଯଦି ସେମାନେ କାହାର ସାହାଯ୍ୟ ନେଉଥିବେ, ସେ କଥା ମୁଁ କହିପାରିବିନି। କାରଣ ସେମାନେ ଦେଲା ପରେ ସେଠି ଆସିଲେ ଆପ୍ଲିକାଣ୍ଟର ସ୍ଲଟ୍ ଜେନେରେସନ୍ ହେଲା ପରେ ସେମାନେ ଗଲେ। ଶୁଣନ୍ତୁ, ମୁଁ କହିବା କଥା ହେଉଛି ଯେଉଁ ପ୍ରୋସେସ୍ରେ ଚାଲିଛି, ସେଠି ଫଟୋ ଉଠାଇଲା ପରେ ଆପ୍ଲିକାଣ୍ଟ ପଳେଇ ଆସିଲା ଏଠିକି ଆସିକି ଟେଷ୍ଟିଂ ରାଉଣ୍ଡରେ ଆମ ଯେ ପର୍ଯ୍ୟନ୍ତ ଆମର ଏଡିଟି ସେଟା ଫଙ୍କସନ୍ ପୁରା କରିନି, ତେଣୁ ଆମେ ଏଇ ଟେମ୍ପୋରାରୀ ଆରେଞ୍ଜମେଣ୍ଟରେ ଟେଷ୍ଟିଂଟା ତାଙ୍କର ନେଉଛୁ, ବୁଝିଲେ କି? ତେଣୁ ଆସିଲା ପରେ ସିଏ ଆମର ଏଠି ଦେଲେ, ତାଙ୍କ ଆଟେଣ୍ଡାନ୍ସଟା ଆମେ ଏଠି ନେଲୁ, କେଉଁ ଗାଡ଼ି ଚଲେଇବେ ଲେଖିଲେ, ତାପରେ ଟେଷ୍ଟିଂ ଦେଲେ। ଟେଷ୍ଟିଂ ଯେଉଁ ଅନୁସାରେ ଦେଲେ, ଯାହା ଭୁଲ ଭଟକା କି କ'ଣ ଚାଲିଛି ଆମେ ତାପରେ ରିମାର୍କ କଲୁ।
तापर ଏଠୁ ଟେଷ୍ଟିଂ ସ୍ପଟ୍ हाँ ଫର୍ମରେ ଫର୍ମ ପଛପଟେ କିଛି ବ୍ୟକ୍ତିଙ୍କ ନାଁ ଲେଖା ଅଛି ମଣ୍ଟୁ ହଉ ରାଜୁ ହଉ ପ୍ରେସ୍ ହଉ ଜେରକ୍ସ ଦୋକାନୀ ହଉ ସେ କିଏ शुणु आपन सिंपल कथा कहूँ से आनले आप्लिकांट हाथ में पेपर रहा ता पेपर आम कौन प्रिंट टाली भी पारूनी कि कौन लिखिदेला ये आसिले आसिक देले सेटा से व्याख्या करेंगे ना आम आम पाख आसला आम जस्ट आपन देखले आम तो आणु से जाकि ऑफिस सरकारी कागज नहीं नहीं ना सर किए से कल्प्यूटरटा से आणिक आठू आनले ये देले टेस्टिंग देले आम टेस्टिंग आम आप्लिकांट ना आटेनांस नेलु नहीं आम आटेनांस देखिक दस्तखत कर रखी दौचु कहार आउे मार्क कर ନାଁ ଗୁଡ଼ା ଲିଖିତ ଅଛି ସେ ନାଁର ବ୍ୟକ୍ତିଙ୍କୁ ଆପଣ ଚିହ୍ନିଛନ୍ତି ନା ଚିହ୍ନି ना चिन्ह ମୋଟେ ଚିହ୍ନି ना ଆଜି ପ୍ରାୟତଃ 35 ପିଲା ଦେଲେ ବର୍ତ୍ତମାନ ସମୟରେ ଆଜ୍ଞା। ଏକ୍ଜାମ୍ ଦେଲେ 35 ପିଲାରୁ 2 ଜଣ ପିଲାଙ୍କର ହର୍ନ ଛଡ଼ା ଆଉ ଅଧିକ ପିଲା ମାରିନାହାନ୍ତି ସେ ଜିନିଷ କ'ଣ କରିଛନ୍ତି तो ये धर देखु ये रंग टैग लिखा है वन साइड इंडिकेटर लिखा है जोटा जहाँ मार्क कर 35 ପିଲାରୁ 2 ଜଣ ପିଲା ହର୍ନ ମାରିଥିଲେ ଆମ ନଜରରେ नहीं 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 आम जहाँ जोटा आम टेस्ट करुँची मार्क कर दूसरी ତାହେଲେ ଆପଣ ସେଟା ଚିହ୍ନିନାହାନ୍ତି ଯେଉଁ ନାଁ ଲେଖାରେ ଆପଣ ଚିହ୍ନିନାହାନ୍ତି से कहल बाबू मैंने देले आणिक आप्लिकेसनटा से पचारे ना सरकारी कागज लेखा होची आपण केबे प्रश्न पचार ना काई के लेखा होची सब ना पा अरे मो पचा शुणु लिखिदेबे नहीं 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 आम रिमार्कटा आम ये करुचु से माने जो लेखिक आन सेटा आपण चलिबो नहीं नहीं चलो सो आरटीओ ऑफिस रो जो कथा अछि सेटा ऑलरेडी आरटीओ को या पूर्व भी कंप्लेंट आसीथिला तांको इंस्ट्रक्ट करा जायछि कि जेमिति भी हेले लोग माने जो सीरियली आसु छंती से हिसाब रे तांको डिस्पोजल होबो और ये हिसाब रे जो कदी किछि मिसचिवस जिंस सेठी करूछंती तांको अगेंस्ट रे भी कार्यानुष्ठान निया जिवो କିଛି ବିଶେଷ କରି କିଛି ବ୍ୟକ୍ତି ବିଶେଷ ଯେଉଁମାନେ ନିଜକୁ ଅଧିକାରୀ ବୋଲି ବୋଲାଉଛନ୍ତି ଏବଂ ଯେଉଁ ଟ୍ରେନିଂ ଗାଡ଼ିକୁ ନେଇକି ନଗାଉଛନ୍ତି ଟେଷ୍ଟିଂରେ ଯେଉଁଠି ପିଲାଙ୍କୁ ଡ୍ରାଇଭିଂ ଲାଇସେନ୍ସ ସ୍ୱୀକୃତି ମିଳିବ ସେ ଟ୍ରେନିଂ ଗାଡ଼ିରେ ଟେଷ୍ଟିଂ କରାଯାଉଛି राइट ସେମାନେ କେମିତି ଏ ଧନ୍ଦା କରାଉଛନ୍ତି ଏମବିଆଇ ଉପସ୍ଥିତିରେ ହେଉଛି नहीं सेटा को टिके इंक्वायरी करा जिवो और ये हिसाब रे जदी के मिसचिवस जिंस सेठी करूछंती तांको अगेंस्ट रे भी कार्यानुष्ठान निया जिवो କମଳଲୋଚନ ଦାସ ସେଠି ଜଣେ ଅଛନ୍ତି ସେ କୌଣସି ପୋଷ୍ଟରେ ନାହାନ୍ତି ओके ପିଆଇଙ୍କ କାମ କରୁଛନ୍ତି କ୍ଲରିକାଲ କାମ କରୁଛନ୍ତି ठीक अच्छे सेटा आम इंक्वायरी करूँ और से हिसाब रे जदि कहारो माने ऑफिशियल काम रे इंटरफेरेंस जाना पड़ी जिवो तांको अगेंस्ट भी कार्यानुष्ठान आम नेबो ठीक बास एतिकरे कथा शेष डील रे राजी न हेबारो से दिन राति रे 2 घंटा भितरे सदर थाना रे होइतला अभियोग पहुंचबा मात्रे एक्टिव होई उठिथिला पुलिस सांबादिक दादाबट्टी मागिथिबा नै रुजु होइतला अभियोग एपटे सांबादिकों तरफ होइतिबा अभियोग को पुलिस गुरुत्व देउनथिबा चर्चा हेउछि हेले सत कोन एबे समस्तक सामना रे ब्यूरो रिपोर्ट न्यूज 24 ओडिशा।